ଦେଖନ୍ତୁ ଅତି ଦୁଃଖ ପରିତାପର ବିଷୟ ଅଛି ସମଗ୍ର ପୃଥିବୀରେ ଯେଉଁ ପରିସ୍ଥିତି ଜରୁରୀକାଳୀନ ପରିସ୍ଥିତି ହେଇଛି ସେ ପରିପ୍ରେକ୍ଷୀରେ ଆମ ଓଡ଼ିଶା ସରକାର ମଧ୍ୟ ବିଭିନ୍ନ ବିଭାଗକୁ ଆଲର୍ଟ କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ମୁଖ୍ୟ ଶାସନ ସଚିବ ପ୍ରତ୍ୟେକ ବିଭାଗର ମୁଖ୍ୟ ଶାସନ ସଚିବ ମାନଙ୍କୁ ଡକାଯାଇଥିଲା। ଏଥିରେ ଓଡ଼ିଶାର ଗୃହ ବିଭାଗ, ଓଡ଼ିଶାର ଶ୍ରମ ବିଭାଗ, ଓଡ଼ିଶାର ଯେଉଁ ଓଡ଼ିଶା ରାଜ୍ୟରେ କାମ କରୁଥିବା ଆମର ପ୍ରବାସୀ ଭାରତୀୟମାନଙ୍କର ସୁରକ୍ଷା ଏବଂ ପ୍ରବାସୀ ଅନ୍ୟାନ୍ୟ ଦେଶମାନଙ୍କର ସହିତ ଯେଉଁ କାମ ଦାମ କରୁଛନ୍ତି, ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଏବଂ ଆମର ଯେଉଁ INPR ଡିପାର୍ଟମେଣ୍ଟ ସୂଚନା ଲୋକ ସମ୍ପର୍କ ବିଭାଗ ମଧ୍ୟ ଏଥିରେ ଯୋଡ଼ା ହେଇଛି। 24 ଘଣ୍ଟା ନିରୀକ୍ଷଣ କରିବା ପାଇଁ ନିର୍ଦ୍ଦେଶ ଦିଆହେଇଛି। ଏଥିରେ ଆମର ଓଡ଼ିଶା ସରକାର ଏକ 24 ଘଣ୍ଟିଆ ଟୋଲ୍ ଫ୍ରି ନମ୍ବର 80046342 ଏବଂ ହ୍ୱାଟ୍ସଆପ୍ ନମ୍ବର ବି ଜାରି କରିଛନ୍ତି 9715439051 ଜାରି କରାହେଇଛି। ଆମ ଶ୍ରମ ବିଭାଗ ମଧ୍ୟ 24 ଘଣ୍ଟା ନିରୀକ୍ଷଣ ରଖୁଛନ୍ତି। ଆମର ଯେଉଁ ପ୍ରୋଟେକ୍ଟର ଅଫ୍ ଇମିଗ୍ରାଣ୍ଟସ୍ ମିଳିତ ଭାବରେ ଭାରତ ସରକାରଙ୍କର ଗୃହ ବିଭାଗ, ଭାରତ ସରକାରଙ୍କର ବୈଦେଶିକ ବିଭାଗ ସହିତ ଯୋଗାଯୋଗ କରିକି ପ୍ରବାସୀ ଓଡ଼ିଆମାନଙ୍କୁ ଆମେ କେମିତି ସୁରକ୍ଷାରେ ନେଇ ଆସିବା ସେ ଦିଗରେ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ, ଭାରତ ସରକାରଙ୍କର ଗୃହ ବିଭାଗ ଏବଂ ଅନ୍ୟାନ୍ୟ ଯେତେ ସବୁ ଆମର ଏ ବିଷୟରେ କାମ କରୁଥିବା ଆମର ଓଡ଼ିଶା ପରିବାର ସ୍ୱତନ୍ତ୍ର କାର୍ଯ୍ୟରତ ଅଧିକାରୀ ଶ୍ରୀ ପ୍ରତୀଶ ପଣ୍ଡା ନୋଡାଲ ଅଧିକାରୀ ଭାବେ ମଧ୍ୟ ସୂଚନା ସହାୟତା ପାଇଁ କାର୍ଯ୍ୟରତ ଅଛନ୍ତି। ତାର ଦୂରଭାଷ ନମ୍ବର ବି ଦିଆହେଇଛି, ତାଙ୍କର ନମ୍ବର ବି ମଧ୍ୟ ମୋବାଇଲ ନମ୍ବର ଏଥିରେ ଦିଆହେଇଛି। ଏବଂ ଆମେ ମଧ୍ୟ ଚିନ୍ତିତ ଆମ ଓଡ଼ିଶାର ଯେଉଁମାନେ ଇମିଗ୍ରାଣ୍ଟସ୍ ବାହାରକୁ ଯାଇଛନ୍ତି ଏବଂ ପ୍ରବାସୀ ଓଡ଼ିଆ ଯେଉଁ ବାହାରେ ସବୁ ଅଛନ୍ତି ସେମାନେ କେମିତି ସୁରକ୍ଷିତରେ ଆମ ରାଜ୍ୟକୁ ଫେରି ଆସିବେ ସେ ଦିଗରେ ମଧ୍ୟ ଆମର ଶ୍ରମ ବିଭାଗ ଏବଂ ପ୍ରିନ୍ସିପାଲ ଚିଫ୍ ସେକ୍ରେଟାରୀ ମଧ୍ୟ ଆମ ବିଭାଗ ତରଫରୁ ମନିଟରିଂ କରୁଛନ୍ତି। ବିଭିନ୍ନ ଦେଶରେ ଯେଉଁମାନେ ପ୍ରବାସୀ ଓଡ଼ିଆ କିମ୍ବା ଆମର ବିଭିନ୍ନ ସମୟରେ ଆମର ଇମିଗ୍ରାଣ୍ଟସ୍ କିମ୍ବା ଅନ୍ୟାନ୍ୟ ଆମର ଟୁରିଜିମ୍ ନାଁରେ ସବୁ ଶ୍ରମିକ ଭାଇମାନେ ସବୁ ଯାଉଛନ୍ତି ବାହାର ଦେଶକୁ, ତାଙ୍କର ବର୍ତ୍ତମାନ ସୁଦ୍ଧା ଆମର ସେଭଳିଆ ସଂଖ୍ୟା ତ ଆସିନି। ଶ୍ରମ ବିଭାଗ ତାକୁ ମନିଟରିଂ କରୁଛି। ମୁଁ ମଧ୍ୟ ଲେବର କମିଶନରକୁ କହିଛି ଏ ଦିଗରେ ନିରୀକ୍ଷଣ କରିକି ଭାରତ ସରକାରଙ୍କ ସହିତ ଯୋଗାଯୋଗ କରିକି କେଉଁ ଦେଶରେ କେତେ ପଶିଛନ୍ତି ଏ ଦିଗରେ ଆମର ବିଭାଗ ପରବର୍ତ୍ତୀ ସମୟରେ ଆପଣମାନଙ୍କୁ ତଥ୍ୟ ଦେବ। ଦେଖନ୍ତୁ ସରକାର ସଦାବେଳେ ମାନେ ଗୋଟେ ସୁରକ୍ଷା ଏବଂ କେମିତି ସୁରକ୍ଷିତ ହେଇକି ଆସିବେ ସେ ଦିଗରେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ଯୁଦ୍ଧ ପରିସ୍ଥିତି ନେଇକି ଆମେ ମଧ୍ୟ ବଡ଼ ଚିନ୍ତିତ ହେଇକି ଅଛୁ, ଦୁଃଖରେ ଅଛୁ। ଆମର ଓଡ଼ିଶାର ଯେଉଁମାନେ ସବୁ ବାହାରେ ଅଛନ୍ତି ତାଙ୍କର ଗୋଟେ ବି ଜୀବନ ଯେମିତି ନଷ୍ଟ ନ ହେବ ସେ ଦିଗରେ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ କ୍ଲୋଜଲି ଭାରତ ସରକାରଙ୍କ ସହିତ ଏବଂ ଆମ ବିଭାଗର ବିଭିନ୍ନ ପ୍ରକାର ଏଜେନ୍ସି ସବୁ ଅଛନ୍ତି, ରେଜିଷ୍ଟର୍ଡ ଏଜେନ୍ସି ଅଛନ୍ତି, ତାଙ୍କ ସହିତ ବୈଦେଶିକ ମନ୍ତ୍ରାଳୟ ଏବଂ ବିଭିନ୍ନ ଅନ୍ୟାନ୍ୟ ଦେଶ ସହିତ ଆମ୍ବାସଡ଼ର ମାନଙ୍କ ସହିତ କଥାବାର୍ତ୍ତା ଚାଲିଛି। ମୁଁ ଆଶା କରିବି, ଭଗବାନ ପାଖରେ ପ୍ରାର୍ଥନା କରିବି ଓଡ଼ିଶାର ଯେତେ ବି ଯିଏ ଯେଉଁଠି ଥାଆନ୍ତୁ ସେମାନେ ସୁରକ୍ଷିତ ହେଇକି ଫେରି ଆସିବେ, ଏହି ମୋର ଆଶା ଅଛି।